ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ଜ୍ଞାନ ଗୁଣରେ ଗରିଆନ ତଥା ନୀତି ଆଦର୍ଶରେ ଗଢ଼ା ମୋର ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ମୋର ସାନ ବଡ଼ ଭାଇ ଓ ଭଉଣୀମାନେ ତଥା ମୋର ସହପାଠୀ ଓ ସହପାଠିନୀ ଗଣ, ଆଜିର ଏହି ପବିତ୍ର ଅବସରରେ ମୋତେ ବିଜ୍ଞାନର ଜୟଯାତ୍ରା ଗୁଣଗାନ କରିବାକୁ ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି। 1928 ମସିହା ଆଜିର ଦିନରେ ଭାରତର ମହାନ ବୈଜ୍ଞାନିକ ସିଭି ରମଣ, ଯାହାଙ୍କ ପୁରା ନାମ ଚନ୍ଦ୍ରଶେଖର ଭେଙ୍କଟ ରମଣ, ତାଙ୍କର ଯୁଗାନ୍ତକାରୀ ଆବିଷ୍କାର ରମଣ ଇଫେକ୍ଟ ବିଷୟରେ ବିଶ୍ୱକୁ ଜଣାଇଥିଲେ। ଏହି ଅତୁଳନୀୟ କୃତି ପାଇଁ ସେ 1930 ମସିହାରେ ନୋବେଲ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତାଙ୍କର ଏହି ଗୌରବମୟ ସଫଳତାକୁ ମନେ ପକାଇବା ପାଇଁ ଏବଂ ସମାଜରେ ବିଜ୍ଞାନର ଗୁରୁତ୍ୱ ପ୍ରସାର ପାଇଁ ପ୍ରତିବର୍ଷ ଆମେ ଏହି ଦିବସକୁ ପାଳନ କରିଥାଉ। ବିଜ୍ଞାନ ହେଉଛି ଆଧୁନିକ ସଭ୍ୟତାର ମୂଳଦୁଆ। ମଣିଷ ଜୀବନ ଶୈଳୀକୁ ସହଜ ଓ ସୁନ୍ଦର କରିବାରେ ବିଜ୍ଞାନର ଦାନ ଅତୁଳନୀୟ। ବିଜ୍ଞାନ ବଳରେ ମଣିଷ ଆଜି ବଳିୟାନ ହେବାରେ ଲାଗିଛି। ମଣିଷ ଆଜି ବହୁ ଗୁଡ଼ିଏ ଅସମ୍ଭବକୁ ସମ୍ଭବ କରିପାରିଛି ଏହି ବିଜ୍ଞାନ ଯୋଗୁଁ। ଏହି ବିଜ୍ଞାନ ବଳରେ ମନୁଷ୍ୟ ଆଜି ପାଦ ଥାପି ପାରିଛି ଚନ୍ଦ୍ର ପୃଷ୍ଠରେ ଏବଂ ସମ୍ଭବ କରିପାରିଛି ସମୁଦ୍ର ମଧ୍ୟରୁ ମୁକ୍ତାର ସନ୍ଧାନ। ମୋଟ ଉପରେ କହିବାକୁ ଗଲେ ମଣିଷ ଆଜି ସାରା ବିଶ୍ୱକୁ ଜିଣିବାକୁ ବସିଛି ଏହି ବିଜ୍ଞାନ ବଳରେ। ବିଜ୍ଞାନ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନୁହେଁ। ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ଯାହା ବି କରୁଛେ ସେଥିରେ ବିଜ୍ଞାନ ଜଡ଼ିତ। ଚିକିତ୍ସା, କୃଷି, ଗମନାଗମନ ଏବଂ ମହାକାଶ ଗବେଷଣା ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନ ଭାରତକୁ ବିଶ୍ୱର ଅଗ୍ରଣୀ ଦେଶ ଭାବେ ଉଭା କରିଛି। ଚଳିତ ବର୍ଷ ବିଜ୍ଞାନର ବିଷୟବସ୍ତୁ ହେଉଛି ଓମେନ୍ ଇନ୍ ସାଇନ୍ସ କ୍ୟାଟାଲାଇଜିଂ ବିକଶିତ ଭାରତ। ଏହାର ଅର୍ଥ ହେଉଛି ବିଜ୍ଞାନ କ୍ଷେତ୍ରରେ ମହିଳା ବିକଶିତ ଭାରତର ଅନୁପ୍ରେରକ। ଏହା ଆମକୁ ମନେ ପକାଇ ଦିଏ ଯେ ଆମ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ମହିଳା ବୈଜ୍ଞାନିକ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମର ଦାୟିତ୍ୱ ହେଉଛି ନିଜ ମନରେ ବୈଜ୍ଞାନିକ ଚିନ୍ତାଧାରା ଜାଗ୍ରତ କରିବା, ଅନ୍ଧବିଶ୍ୱାସକୁ ଦୂର କରି ଯୁକ୍ତି ଓ ପ୍ରମାଣ ସହିତ ପ୍ରତ୍ୟେକ କଥାକୁ ଗ୍ରହଣ କରିବା। ସିଭି ରମଣ କହିଥିଲେ, ପ୍ରଶ୍ନ ପଚାରିବା ହିଁ ବିଜ୍ଞାନର ମୂଳଦୁଆ। ତେଣୁ ଆସନ୍ତୁ ଆମେ ଅଧିକରୁ ଅଧିକ ପ୍ରଶ୍ନ ପଚାରିବା ଏବଂ ନୂଆ ଜିନିଷ ଶିଖିବା ପାଇଁ ଆଗ୍ରହୀ ହେବା। ଶେଷରେ ମୁଁ ଏତିକି କହିବି ଯେ ଆମେ ସମସ୍ତେ ମିଶି ବିଜ୍ଞାନକୁ ଆମର ସାରଥୀ କରି ଏକ ସମୃଦ୍ଧ ଓ ବିକଶିତ ଭାରତ ଗଠନ କରିବା। ଜୟ ବିଜ୍ଞାନ, ଜୟ ଭାରତ। ପିଲାମାନେ, ଭାଷଣଟି ପସନ୍ଦ ଆସିଥିଲେ କମେଣ୍ଟରେ ନିଶ୍ଚିତ ଜଣାଇବେ। ଥ୍ୟାଙ୍କ ୟୁ।